ଆଉ ଗୋଟେ ଅଛି କି? ହଁ ଆଉ ଗୋଟେ ନାହିଁ। ରାତ୍ରି ଚର ସାପ ଇଂଲିଶ ନକ୍ଟର୍ନାଲ କୁହାଯାଏ। ଇଏ ହେଲେ ସେ ମାନେ ରାତିରେ ହିଁ ଆକ୍ଟିଭ ବେଶୀ ହେବେ। ଗାଡ଼ି ଆଣିଥାନ୍ତ। ସାପ ନାଲା ଗଞ୍ଜି ନାହିଁ ନା, ସେ ତାକୁ କାଠି ଖେଞ୍ଚୁଥିଲା। ସେ କହିଲା ବୋଉ ଦେଖିବୁ ଆଣିଲ କି ସାପ। ତାରି ଭିତରେ ୟାରି ଭିତରେ ଦୁଇଟା ଦେଖିଥିଲେ। ଗୋଟେ ଅଛି ନା ଆଉ ଗୋଟେ ଭିତରକୁ ତାନେ ଅଛି। ଦିଟା ପା ଆମେ ଦେଖିଛୁ। ଷ୍ଟିକ୍ରେ ପଶିବନି ନା? ପୁରା ଏଇଟା କ'ଣ ଆମ୍ବ ଗଛଟା ନା? ନା ଶିରିଷ ଗଛ। ଓହୋ ଶିରିଷ ଗଛ ମୂଳ। ବାପ ଆଉ ଗୋଟେ ଅଛି କି? ହଁ ଆଉ ସେଇଟା ଆଗରେ କାଢ଼ିଲୁ। ସାପଟା ପୁରା ହାଇବରନେସନ ଅଛି। ଆଉ ଗୋଟେ ନାହିଁ। ଦେଖିବା ଆଉ ଗୋଟେ। ଏ ଦିନରେ ଏଇବା ରହିବେ, ରାତି ହେଲେ ବର୍ତ୍ତମାନ କାଟି ଅଛି, ତାକୁ ବହୁତ ପେନ୍ କଷ୍ଟ ହଉଥିବ। ସେଇଥିପାଇଁ ସେମାନେ ହଲଚଲ ହବାକୁ ତାକୁ କଷ୍ଟ ହଉଛି। ସେଇଥିପାଇଁ ଆମେ କହୁଛୁ ଖାଲି ଅଣ୍ଡା ଦବ ବୋଲିକି। ଏ ସାପ ଏବେ ଅଣ୍ଡା ଦିଏନି, ବିଲକୁଲ ବି ଅଣ୍ଡା ଦିଏନି। ତାକୁ ଦେଖନ୍ତୁ ସେ ଠିକ ସେ ହଲଚଲ ବି ହେଇପାରୁନି। ଆଉ ଏ ସାପ ବହୁତ ବିଷାକ୍ତ, ହଁ ପା ସେଇ ତ ନାକି ତାର ବହୁତ ବିଷାକ୍ତ। ଆପଣଙ୍କୁ ଆଖି ମୁଜି ମାନେ ମେଡିକାଲ ପହଞ୍ଚେଇ ଦେବନି ସାପ ଏଠି କାମୁଡୁଛି, ବୁଝିଲେ? ଦିଟା ବୋଲି କେମିତି ଜାଣିଲ? ଆମେ ପା ଦେଖିଛୁ। ମାଡ ଗୁଳ ନାଗିକି ଗୁଡା ଗୁଡି ହେଇକିରି ପଶିଛନ୍ତି। ଦିଟା ଆମେ ଦେଖିଛୁ। ଯୋଉ ସାଁ ସାଁ ପୁରା ଗର୍ଜନ। କୋଉ ଦିନ ଦେଖିଥିଲେ? 4-5 ଦିନ ତାକୁ ମାନେ କାତି ତା ବଡରେ ଯେହେତୁ ଅଛି, ସେଉଠୁ ବହୁତ କଷ୍ଟ ହଉଥିବ ତାକୁ। ସେ ସେଇଥିପାଇଁ କିଛି ମାନେ ଆକ୍ଟିଭ ହଉନି। ତାପରେ ଏଗୁଡା କଣ କଲେ ରାତ୍ରି ଚର ପ୍ରାଣୀ, ମାନେ ରାତ୍ରି ଚର ସାପ। ରାତିରେ ବାହାରନ୍ତି। ବେଶୀ ରାତିରେ ବାହାରେ, ଯୋଉଟା ଇଂଲିଶରେ ନକ୍ଟର୍ନାଲ କୁହାଯାଏ। ଇଏ ହେଲେ ସେ ମାନେ ରାତିରେ ହିଁ ଆକ୍ଟିଭ ବେଶୀ ହେବେ। ବୁଝିଲା? ପୁରେଇ ଦେଇକି ଆଉ ଗୋଟେ ଦେଖିବା। ଆମେ କହୁଥିଲେ କାଲି କାଢି ଆଣିବା କାଉକୁ କାଢି ଆଣିଥାନ୍ତ। ସାପ କିଏ ନିଏ କିଏ କହୁନାହାନ୍ତି? ଆମେ ବିକ୍ରି କରିଦବୁ ଡେଲି 4-5ଟା କରିଛୁ। ନେଇକି ଛଡା ହବ। ଲାଗିଛି ନା ଛାଡି ନାହିଁ। କହିପାରିବୁ ନା, ଆପଣ କହୁଛନ୍ତି। ଦେଖିବା ଆଉ ଗୋଟେ, ଏଇଟା ପୁରେଇ ସାରିଲା ପରେ ଦେଖିବା। ଟର୍ଚ ଲାଇଟ୍ ଟିକେ ଆଣନ୍ତୁ। ନା ନା ମୋବାଇଲ ଟର୍ଚ୍ଚ ହବନି, ଲାଇଟ୍ ଟିକେ ଆଣନ୍ତୁ। ଇଏ ହଉନାହିଁ, କିଛି ହଉନି। ମାନେ ଯାଉନାହିଁ ବୋଲି ବେଶୀ ଇଏ ହଉନି। ଦେଖିଲେ କେମିତି ଫାଷ୍ଟ? ସିଏ ପଳେଇଲା। ହାଇ ଅନାନି, ହାଇ ଯୋଉ ନାଲା ଗଞ୍ଜି ନାହିଁ ନା, ସେ ତାକୁ କାଠି ଖେଞ୍ଚୁଥିଲା। ଦେଖିଲା ମତେ ଆସି କହିଲା ବୋଉ ଦେଖିବୁ ଆଣିଲ କି ସାପ। ସାପ ଚିହ୍ନି ପାରୁନାହାନ୍ତି, ତମେ ତା ଦେହରେ କାଠି ଖେଞ୍ଚୁଛନ୍ତି। ବହୁତ ବିଷାକ୍ତ। ଅନାନି ମୁଁ ସେଇଠୁ ଆସିଲି। ନା ନା ଏଟା କଥା ନାଙ୍ଗୁଡ ପୁରା ମୁଣ୍ଡା ହେଇଗଲାଣି। ସେ ଆଗେ ନାଙ୍ଗୁଟାକୁ କାଠର ଟାଣି ଆଣିକି ହାତର ନାଙ୍ଗୁଡ ଟାଣି ଆଣିଲା, ଦେଇକି ତାପରେ ହୁକ ଗୋଳେଇ
ସିଏ କାଇଦା ଆସିଲେ ସେ ଗଦ ବି ଗାଇଛନ୍ତି ଖାଲି ଆଇଛନ୍ତି ସାପ ଗଦ ସାପ ଶୁଙ୍ଗେ ସାପ ଟୋଉ ଟ୍ରେନିଂ ସାପ ଧରି ପାରିବ ପୁରା ମାରିଦେଲେ କି ନା ସେ ଭିତରେ ମାରିବୁ ସାପ ଗଦ ଏ ସବୁ ହୁଏ ନା ଆପଣ ଆଉ କୋଉ ଯୁଗରେ ଅଛନ୍ତି ଅଛି ନା ଆଉ ଜଣା ପଡୁଛି मेल फीमेल थिबे आ जो गर्जन करूचंती मु उत्तरा से मु कोन ना बुदिका कहिछि मु एई अच्छी बाहर जेते तो फाइनल सांग मैंने देखिपार तो गोटे बढ़िया लोकेशन को आम पलि आसु मानस साप धरिक आगर जाऊँगी यही लोकेशन छाड़दे एपटे पानी अच्छी सबकि सुविधा अच्छी देखो जगटा देखो कहीं भी लोक बाक आसबार ना आराम से तार रहा सी एपटे भी पानी अच्छी देखी दिखाँ हाँ ऊपर को नहीं जा ऊपर कहीं ना भाई पटू नहीं चलू ना ना यही छाते से आराम से रही एपटे यही पानी छाते पानी रही से हाँ ये पानी अच्छे आराम से छाड़ते ये रही आराम से ओ कातीटा देखी ना केमी अच्छी काती काती बाहर तार धीरे धीरे ना ये रक्त बाहर कौन पर यादर कामड़ा कामड़ लगी कहते मन नहीं ओहो जो कहते कामुड़ा कामुड़ी लगी ना देखु ना जमा शुणुनि हम हम एक्टिव केबे जानी पानी मु कोठी हाँ से ऊपर पकई दे गोटे बढ़िया जगार रखीदे हाँ सी जो रिलैक्स फील कर सी आपे पड़ेगा बुझल ना आराम से साप रहिला माने अथी तो कहीं आसबार नहीं तृतीय पक्ष लोक से निजू रिलैक्स कारण डरी जाइए जेहेतु से पूरा क्लट हो रही जाए माने ये निजू रिलैक्स फील कर देखियो शांत होगला ये जगह से आपे ता बाटर बाहर पड़े फाइनाल देखिए भाई मैंने गोटे सापट जोटा आम रेस्क्यू करते बहुत सुंदर जगह आनी छाड़ी एरियाटा देखिए बहुत सुंदर ये लोक बाक बहुत कम आसती सापट को देखिए बहुत सुंदर जगह छाड़ी सी बाटर जीव टे जेहेतु डरी जाइए तो से पैनिक होगी अच्छी आम घर को जावा जदि भिडियोटी आपको भल लगे दयाकोरी लाइक शेयर सब्सक्राइब करने भूलु ना आउ भिडियो को आप अत्यधिक शेयर करूँ कारण आपण ही गोटे गोटे शेयर ही गोटे गोटे निज जीव बंचाई पार तो आम घर को जावा।